ଦିନେ ରାଜ୍ୟ ପାଇଁ ଗୌରବ ଆଣୁଥିଲେ, ଏବେ ଜୀବନ ଚିଇଁବାକୁ ସଂଘର୍ଷ। ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ଆଜି ମଇଦାନ ଛାଡ଼ି ଧରିଛନ୍ତି ଷ୍ଟିଅରିଂ। ଇଚ୍ଛା ଥିଲା ଦେଶ ପାଇଁ ଖେଳିବେ, କ୍ରୀଡ଼ା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ। ହେଲେ ଭାଗ୍ୟ ତାଙ୍କୁ ନେଇ ଆସିଛି ଅନ୍ୟ ଏକ ରାସ୍ତାରେ। ପରିବାରର ଦାୟିତ୍ୱ ତାଙ୍କୁ ଆଜି ଡ୍ରାଇଭର କରିଛି। ସେ ଏବେ ଆମ ବସ୍ର ମହିଳା ଚାଳକ। କୌଣସି ଫିଲ୍ମର କାହାଣୀଠୁ କମ୍ ନୁହେଁ ପଲ୍ଲବୀ ଦେଉରୀଙ୍କ ସଂଘର୍ଷର କାହାଣୀ। ଆସାମ ରାଜ୍ୟର ସ୍ପ୍ରିଣ୍ଟ କୁଇନ୍ ବା ଦୌଡ଼ରାଣୀ ପଲ୍ଲବୀ ଦେଉରୀ। ବୟସ ମାତ୍ର 25। ଜାତୀୟ ସ୍ତରରେ ଆଥଲେଟ୍ରେ 100 ଓ 200 ମିଟର ଦୌଡ଼ରେ ନିଜର ଦକ୍ଷତା ପ୍ରଦର୍ଶନ କରି ଅନେକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଖେଳ ଜଗତରେ ଉଜ୍ଜଳ ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ ପଲ୍ଲବୀ। ହେଲେ କିଏ ଜାଣିଥିଲା ତାଙ୍କ ଜୀବନରେ ହଠାତ୍ ମାଡ଼ି ଆସିବ ଦୁଃଖର କଳାବାଦଲ। ବାପାଙ୍କର ଅକାଳ ବିୟୋଗ ପରେ ପରିବାରର ଦାୟିତ୍ୱ ଥିଲା କାନ୍ଧ ଉପରେ। ପରିସ୍ଥିତି ସହ ଲଢ଼ି ଆସାମରୁ ଓଡ଼ିଶାକୁ ଚାଲି ଆସିଥିଲେ ପଲ୍ଲବୀ। ଆଉ ଏକ ନୂଆ ଜୀବନ ଆରମ୍ଭ କରିଥିଲେ। 2025 ମସିହାରେ ଭୁବନେଶ୍ୱରରେ ଭାରୀଯାନ ଚଳାଇବା ପାଇଁ ଡ୍ରାଇଭିଂ ଟ୍ରେନିଂ ନେଇ ଲାଇସେନ୍ସ ହାସଲ କରିଥିଲେ। ଆଜି ସେ ଆମ ବସ୍ରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ଦିନକୁ 8 ଘଣ୍ଟା ପରିଶ୍ରମ କରି ପ୍ରାୟ 622 ଟଙ୍କା ରୋଜଗାର କରୁଛନ୍ତି। ସେହି ଅର୍ଥରେ ଚଳୁଛି ପରିବାର। ଆର୍ଥିକ ଅନଟନ ତାଙ୍କୁ ଆଜି ଖେଳ ଜଗତରୁ ଦୂରେଇ ଦେଇଛି ସତ, କିନ୍ତୁ ଜୀବନର ସଂଘର୍ଷରେ ହାର ମାନି ନାହାନ୍ତି ପଲ୍ଲବୀ। ଆଜି ବି ତାଙ୍କ ମନରେ ଜୀବନ୍ତ ରହିଛି ଟ୍ରାକ୍କୁ ଫେରିବାର ଆଶା। ପୁଣି ଥରେ ଦୌଡ଼ି ଦେଶ ଓ ରାଜ୍ୟ ପାଇଁ ପଦକ ଜିତିବାକୁ ସେ ରଖିଛନ୍ତି ଲକ୍ଷ୍ୟ। ମୁଁ ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଇଛି। ମୁଁ ଜଣେ ଖେଳାଳି, ଆଉ ଯେହେତୁ ମୁଁ ଖେଳ ପ୍ରତି ବହୁତ ଆଗ୍ରହ, ମୁଁ ଖେଳୁଥିଲି ମୁଁ ଇଣ୍ଟରନ୍ୟାସନାଲ୍। ତାପରେ ଏବେ ଫ୍ୟାମିଲି ପରିସ୍ଥିତି ପାଇଁ ଏବେ ମୁଁ ଡ୍ରାଇଭର ଲାଇନ୍କୁ ସୁଇଚ୍ କରିବାକୁ ପଡ଼ିଲା। ଆଗକୁ ମୁଁ ବହୁତ ଆଶା ଥିଲା କି ମୁଁ ଗୋଟେ ଭଲ ଖେଳାଳି ହେବି, ଆଗକୁ ବଢ଼ିବି, ଖେଳିବି। ତ ସେଇଟା ତ ଆଶା ତ ରହିଗଲା ମୋ ଫ୍ୟାମିଲି ପାଇଁ। ଯେହେତୁ ଫ୍ୟାମିଲି ପରିସ୍ଥିତି ଦେଖିକି ମୋତେ ଖେଳ ଛାଡ଼ିବାକୁ ପଡ଼ିଲା। ସମୟ ପରିସ୍ଥିତି କେତେବେଳେ କ'ଣ ହେବ ସେ କଥା କିଏ କହିବ, କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଯେ ହାର ନ ମାନି ଆଗକୁ ବଢ଼ିଲା ଆଉ ନିଜ ଜିଦ୍ରେ ଅଟଳ ରହି ପରିଶ୍ରମ କରିଚାଲିଲା, ସେ ହିଁ ପ୍ରକୃତ ବିଜୟିନୀ। ଏସବୁ କଥାକୁ ପଲ୍ଲବୀ ଅକ୍ଷରେ ଅକ୍ଷରେ ମାନିଛନ୍ତି। ଗାଡ଼ି ଚଳାଇବା ସହ ସେ ଜାରି ରଖିଛନ୍ତି ଅଭ୍ୟାସ। କିନ୍ତୁ ଏବେ ଦେଖିବା ବାକି ରହିଲା ଏଭଳି ପ୍ରତିଭାଙ୍କୁ ପୁଣି ଥରେ ଟ୍ରାକ୍କୁ ଫେରାଇବା ପାଇଁ ସରକାର ଓ କ୍ରୀଡ଼ା ସଂସ୍ଥାଗୁଡ଼ିକ କ'ଣ ସହାୟତାର ହାତ ବଢ଼ାଉଛନ୍ତି। କେନ୍ଦୁଝରରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ତିରୁପତି ମହାନ୍ତିଙ୍କ ସହ ବିନୟ ଭୂଷଣ ପଟ୍ଟନାୟକଙ୍କ ରିପୋର୍ଟ, ନ୍ୟୁଜ୍ 7 ଡିଜିଟାଲ।